ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଭବ ମନ୍ଦିରକୁ ନୂତନ ନୂତନ ଭାବରେ ଯେଉଁ କଳିକାମାନେ ଆସିଛନ୍ତି ସ୍ୱାଗତ କରିବା ବର୍ତ୍ତମାନ ଉପସ୍ଥିତ ବରେଣ୍ୟ ଅତିଥିଗଣ ଯେଉଁ ବରେଣ୍ୟ ମହୋଦୟଗଣ ଆମ ସମ୍ମୁଖରେ ଉପସ୍ଥିତ ଅଛନ୍ତି ସେମାନେ ସ୍ୱପରିଚୟରେ ପରିଚିତ ଯେଉଁମାନେ ଆଲୋକରେ ଆଲୋକିତ ଦୀପ୍ତିରେ ଦୀପ୍ତିମନ୍ତ ପ୍ରତିଭାରେ ପ୍ରତିଭାନ୍ୱିତ ବ୍ୟକ୍ତିତ୍ୱରେ ବିକଶିତ ସେହି ବିଜ୍ଞ ବ୍ୟକ୍ତିତ୍ୱଗଣ ଫଗୁଣର ରଙ୍ଗୀନ ଫୁଲଠାରୁ କମ୍ ନୁହନ୍ତି ଶ୍ରାବଣର ଝିମ୍ ଝିମ୍ ବର୍ଷା ଠାରୁ କିମ୍ବା ବସନ୍ତର ମଳୟର ମହକଠାରୁ କୌଣସିଥିରେ ବି हे अतिथि तुमको स्वागतम हे अतिथि तुमको स्वागतम गुरुजे मलय पवन काष्ठକୁ କରନ୍ତି ଚନ୍ଦନ ସେହିପରି ଜଣେ ଗୁରୁଙ୍କ ପରିଚୟ ପ୍ରଦାନ କରୁଛି ଯିଏକି ଧୈର୍ଯ୍ୟ ସାହସ ବିନମ୍ରତା ଶାଳୀନତା ଶିକ୍ଷା ଓ ମଣିଷ କଲ୍ୟାଣ ଜୀବନର ମୁକ୍ତି ଭାବେ ଗ୍ରହଣ କରିଛନ୍ତି ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ପଛରେ ଯାହାଙ୍କର ଅବଦାନ ରହିଛି ସେ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେନ୍ଦ୍ର ପଣ୍ଡା ମହୋଦୟ ସାର୍ ତାଙ୍କୁ ଏ ସଭାର ସମ୍ମାନିତ ଅତିଥି ଭାବେ ଆଉ ଜଣେ ସମ୍ମାନିତ ଅତିଥି ଆମ ରତ୍ନରେ ଅଛନ୍ତି ଯେ ସରଳ ନିଷ୍ଠାବାସ ସୁଖାତି ଆଜି ଆମ ଗହଣରେ ଅଛନ୍ତି ସଦା ସର୍ବଦା ଶିକ୍ଷକ କରିଛନ୍ତି ସେ ଆଉ କେହି ନୁହନ୍ତି ଶ୍ରୀଯୁକ୍ତ ବିଜୟ କୁମାର ମହାପାତ୍ର ଆଧୁନିକ ମେମ୍ବର ତାଙ୍କୁ ମୁଁ ସମ୍ମାନିତ ଅତିଥି ଭାବେ ସ୍ୱାଗତ କରୁଛି हे अतिथि तुमको स्वागतम हे अतिथि तुमको स्वागतम हे अतिथि तुमको स्वागतम ଶେଷରେ ଆଉ ଜଣେ ବ୍ୟକ୍ତି ବିଶେଷ ରହିଲେ ଯିଏକି ନିଜ ଗୁଣରେ ଗଣିଆ ନିଜ ଜ୍ଞାନରେ ଗଣିଆ ଏ ବିଦ୍ୟାଳୟକୁ ନିଜର ଭାବୁଥିବା ସବୁ କାର୍ଯ୍ୟରେ ସହାୟକ ହୋଇଥିଲା ସୁଖ ଦୁଃଖର ସାଥୀ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ଶତପଥୀ ସାର୍ ତାଙ୍କୁ ମୁଁ ମଧ୍ୟ ଏ ସଭାର ସମ୍ମାନିତ ଅତିଥି ଭାବେ ସ୍ୱାଗତ କରୁଛି हे अतिथि तुमको स्वागतम हे अतिथि तुमको स्वागतम हे अतिथि तुमको स्वागतम राज्यर पिलामानंकु गुणात्मक शिक्षा देवा पई आम सरकार प्रतिश्रुतिबद्ध एही उद्देश्य को पूरण करबा पई नूतन शिक्षा नीति 2020 अनुसार राज्यर समस्त प्राथमिक विद्यालय रे शिशु बाटिका आरंभ करा जायछि एथिरे 5 वर्ष रु अधिक बयसर पिलामानंकु एक उत्तम संगठित एवं अनुभूति मूलक शिक्षण परिवेश प्रदान करा जिवो एही क्रम रे
કેન્દ્ર બોલ કરી લખું છું वैष्णवी आवश्य शिवराज आमने भी आसी जाऊ सही है तो आमे तांको स्वागत होला से माने आलो नुआ भाई भोणी तांको सागरे आमे निस्मा गीतो गाइमा नाचमा हैला आ एमती सब दिन से माने हम विद्यालय के आसीबे हैला तो आमे तांको उठे गीतो माध्यम रे आमे तांको स्वागत हैला से माने भी खुशी आ आमे भी खुशी सही है तो एबे गीतरा मुई गाइमी जनता अभिनय करबी तमे माने सब चिंता करबो हैला चलो Tiki pula mo sa
ବର୍ଷ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ, ଯାହା ନୂତନ ପାଠ୍ୟକ୍ରମ ଢାଞ୍ଚାରେ ଫାଉଣ୍ଡେସନ ଷ୍ଟେଜ ବା ମୌଳିକ ପର୍ଯ୍ୟାୟର ଅନ୍ତର୍ଭୁକ୍ତ। ପ୍ରାକ୍ ବିଦ୍ୟାଳୟର ଶେଷ ବର୍ଷ ପ୍ରି ସ୍କୁଲ 3କୁ ଜାତୀୟ ଶିକ୍ଷାନୀତିରେ ବାଲ ବାଟିକା ପ୍ରସ୍ତୁତି ଶ୍ରେଣୀ ଭାବେ ନାମିତ କରାଯାଇଛି ଏବଂ ଏହି ବାଲ ବାଟିକା ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟ ସହିତ ସଂଯୁକ୍ତ କରାଯିବାକୁ ସୁପାରିଶ କରାଯାଇଛି। ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାର ପାଠ୍ୟକ୍ରମ ଓ ଶିକ୍ଷଣ କାର୍ଯ୍ୟକ୍ରମର ଦାୟିତ୍ୱ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, MHRD, ମହିଳା ଓ ଶିଶୁ ବିକାଶ, WCD ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର ଏବଂ WE ମନ୍ତ୍ରାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା କରାଯିବ। ଆମ ରାଜ୍ୟ ସରକାରଙ୍କର ଅନୁମୋଦନ ଅନୁଯାୟୀ 5 ରୁ 6 ବର୍ଷ ପିଲାମାନଙ୍କର ଶିକ୍ଷା ଦାୟିତ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ହାତକୁ ନେଇଛି। ଆମ ରାଜ୍ୟରେ ବାଳ ବାଟିକା ଶ୍ରେଣୀକୁ ପ୍ରାଥମିକ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯିବାର ପ୍ରସ୍ତାବ ରହିଛି। ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ स्वागत जनाऊँगी। ता छड़ा बर्तमान ये आम सांगे उपस्थित अभिभावक गुण नूतन नूतन शिशु जो माने कि शिशु बाटिका स्कूल को आज नूतन भाव में आसी से समस्त को मोर आज दिन स्वागत जनाऊँगी। ता छड़ा शुभेच्छा और शुभकामना अनेक अनेक अभिनंदन। तो आज आम सरकार गोटे महत उद्देश्य नहीं कार्यक्रम आरंभ करुचु प्रवेश उत्सव और खड़ीछुआ। तो यही कार्यक्रम मोर अतिथि मानक कही बहुमूल्य समय दे आम सांगे आज उपस्थित रही। तो मोर आंतरिक कृतज्ञता जनाऊँगी। ता छड़ा यही सभार उद्देश्य जनवाकू आरंभ करुचे। प्रवेश उत्सव और खड़ीछुआ सब वर्ष तो प्रवेश उत्सव आम करूँ केते वर्ष है आम प्रवेश उत्सव पालन कर आज गोटे जोड़ी शब्द खड़ीछुआ ये नुआ कर आरंभ हो 5 वर्ष रु ऊर्ध्व शिशु मान बर्तमान गोटे नूतन श्रेणी आरंभ होटा कि शिशु बाटिका। तो से आज प्रथम श्रेणी आ शिशु बाटिका जिते छात्र छात्री आसवे समस्त आम खड़ीछुआ कार्यक्रम रखीचु। तो यहाँ हूँ आमर NEP 2020 मूल लक्ष्य जे समस्त शिशु प्राक अवस्था अर्थात 5 वर्ष से ठीक भाव में शिक्षा लाभ करें। शिक्षानुष्ठान को आसी साक्षरता संख्या ज्ञान एक बार कानो गई से लेनो गई थी ए बेटी खाना हला अच्छा अरे काय रो की कोई मारो बो काय रो नहीं देखता यार लोग आ जाए